नमो भगवते वासुदेवाय। अष्टादश अध्याय बराह हिरण्याक्षरण 18 अध्याये बखाण। मैत्रेय उवाच वरुण वाक्य शुणि कन्ने असुर विचारई मने। वरुण तुले युद्ध मोर एतनु हई यशस्कर। नारद कहिछन्ति मोते विष्णुर गति ए जगते। शुकर रूपे से धरणी स्थापिब दंत अग्रे आणी। ताहार तुले मो समर नाम जाहार गदाधर। ମୋ ଭୁଜ କଣ୍ଡୁ ସେ ହରିବ ଦେବଙ୍କୁ ସଙ୍କଟୁ ତାରିବ। ଏମନ୍ତ ମନେ ବିଚାରିଲା ତକ୍ଷଣେ ପାତାଳେ ପଶିଲା। ଦେଖଇ ଗୋବିନ୍ଦର ଗତି ଦର୍ଶନ ଅଗ୍ରେ ବସୁମତୀ। ଆଦିତ୍ୟ ପ୍ରାୟ ତେଜ ଦେଖି ଭୟେ ବୁଜିଲା ବେନି ଆଖି। ପୁଣି କ୍ଷଣକେ ଚକ୍ଷୁ ଫେଇ ବିଷ୍ଣୁଙ୍କୁ ଦେଖି ବିଚାରଇ। ନାରଦ ବାକ୍ୟ ଦେବେ ସତ୍ୟ ମୁହିଁ ଦେଖଇ ବିପରୀତ। ଏ ମୃଗ କାନନ ଗୋଚର ପଙ୍କେ ଦୂଷିତ ଏ ଶୁକର। ଏମନ୍ତ ବୋଲି ନ ହସିଲା ବରାହ ନିକଟକୁ ଗଲା। ବୋଲେ ଶୁକର ମୁଖ ଚାହିଁ ଦଶନୁ ବେଗେ ଥୁଅ ମହି। ପାତାଳ ଲୋକଙ୍କୁ ମେଦିନୀ ପୂର୍ବେ ଦେଇଛି ପଦ୍ମଯୋନି। ଯେବେ ମେଦିନୀ ନ ଛାଡ଼ିବୁ ମୁମୁଖୁ ଭଲେ ନ ବର୍ତ୍ତିବୁ। ସୁର ଅଧମ ତୁ ବୋଲାଉ ଯେଣୁ ଶୁକର ରୂପ ବହୁ। ମୋର ରିପୁଙ୍କ ଶୁଭ ଚିନ୍ତି ତୁ ବହୁ ଶୁକର ଆକୃତି। ରେମୁଢ଼ ଶୁଣ ମୋ ଉତ୍ତର ଆମ୍ବର ହସ୍ତେ ମୃତ୍ୟୁ ତୋର। ମାୟାରେ ମାରୁ ତୁ ଅସୁର କପଟ ଧର୍ମ ଏ ତୋହର। ଆଜି ତୋ ସଂହାର କରିବି ସୁହୃଦ ଶୋକ ନିବାରିବି। ତୋର ମୋହର ଗଦା ଯୁଦ୍ଧେ ତ୍ରିଦଶେ ଦେଖନ୍ତୁ ଆନନ୍ଦେ। ତୋର ମୂର୍ଧନି ଗଦାଘାତେ ବେଗେ ଉଡ଼ିବ ମହାବାତେ। ବଳି ହରନ୍ତି ଯେତେ ଦେବେ ତୋହର ମରଣ ଦେଖିବେ। ମୂଳ ବିନାଶେ ବୃକ୍ଷ ଯେହ୍ନେ ତ୍ରିଦଶେ ହୋଇବେ ତେସନେ। ଏମନ୍ତ ଅସୁରର ବାଣୀ ଶୁଣିଣ କମ୍ପିଲା ଧରଣୀ। ଗୋବିନ୍ଦ ଦେଖି ଭୂମି ଭୟ ଜଳୁ ଉଠିଲେ ମହାକାୟ। ବରାହ ରୂପୀ କୋପ ମନେ ମର୍ମ ପ୍ରହାରେ ହସ୍ତି ଯେହ୍ନେ। ଜଳୁ ଉଠନ୍ତେ ମହାରୋଷେ ପର୍ବତ ପ୍ରାୟ ଦେହ ଦିଶେ। ସେ ହିରଣ୍ୟାକ୍ଷ ଦେଖି କୋପେ ମିଳିଲା ବରାହ ସମୀପେ। ସିଂହ ଦେଶନେ ହସ୍ତି ଆଗେ ମିଳିଲା ପବନହୁ ବେଗେ। କରାଳ ଦନ୍ତ ଗଦା ପାଣି ବଜ୍ର ନିସ୍ୱନ ପ୍ରାୟ ବାଣୀ। ବୋଲେ ବରାହ ମୁଖ ଚାହିଁ ତୋର ବଦନେ ଲଜ୍ଜା ନାହିଁ। ଦେବଙ୍କ ଈଶ୍ୱର ବୋଲାଉ ଶୁକର ରୂପେ ତୁ ପଳାଉ। ଏମନ୍ତ ଅସୁର ବଚନେ କୋପ ବଢ଼ିଲା ବିଷ୍ଣୁ ମନେ। ଧରଣୀ ସମୁଦ୍ରର କୋଳେ ଦନ୍ତୁ ଥୋଇଲେ ବିଷ୍ଣୁ ତଳେ। ନିଜ ମୂରତି ଗଦାଧର କିଅ ବା ଦେବା ପଟାନ୍ତର। ଦେଖି ସାନନ୍ଦ ଦେବଗଣ କରନ୍ତି ପୁଷ୍ପ ବରଷଣ। ବ୍ରହ୍ମାଦି ଦେବଗଣେ ମିଳି ସ୍ତୁତି କରନ୍ତି ଭୁଜ ତୋଳି। ଅସୁର ଦେବ ସ୍ତୁତି ଶୁଣି କୋପେ କମ୍ପଇ ଶିର ଝୁଣି। ତାହାର ହସ୍ତେ ଗଦା ସାଜେ କାଞ୍ଚନ କବଚ ବିରାଜେ। ଶୁଣି ଅସୁର ଦୁର୍ବଚନ କୋପେ କମ୍ପିଲେ ଭଗବାନ। ପ୍ରଚଣ୍ଡ ତେଜ ମନ୍ଦ ହାସେ ଅସୁର ମୁଖ ଚାହିଁ ରୋଷେ। ତା ଉପହାସ ପ୍ରତ୍ୟୁତ୍ତର ସହାସ୍ୟ କଲେ ଗଦାଧର। ଶ୍ରୀ ଭଗବାନ ବାଚ
ବନସୁ କର ମୁଁ ସ୍ୱଭାବେ ମୋର ମହିମା ଶୁଣ ଏବେ। ତୋହର ପ୍ରାୟ ଶ୍ୱାନ ଗଣ ମୋତୁଲେ କେ କରିବରଣ। ତୁ ମୃତ୍ୟୁ ପାଶେ ବଦ୍ଧ ହୋଇ ବିଶେଷେ କହୁ ଦମ୍ଭ ବହି। ଯେଣୁ ଅଳପ ବଳ ମୋର କିବା କହିବି ତୋ ଆଗର। ଦେବୀର ଗଣ ଏ ସଂସାରେ ତୋର ପ୍ରଶଂସା କେ ନ କରେ। ଆସ ମୋ ପରାଭବ କର ତୁ ଯୂଥପତିଙ୍କ ପ୍ରବର। କରି ତୁ ଆମ୍ଭର ନିଧନ ତୋ ଯୁଦ୍ଧ ଆଶା କର ପୂର୍ଣ୍ଣ। ପ୍ରତିଜ୍ଞା ପୂର୍ଣ୍ଣ ଯେ ନ କରେ ଅସାଧୁ ବୋଲନ୍ତି ସଂସାରେ। ଆକାଶେ ଦେବ ଗଣ ଯେତେ ଦେଖି ତୋହର ଗଦା ହସ୍ତେ। ଆକାଶ ଛାଡ଼ି ପଳାଇଲେ ମୋହର ସମୀପେ ମିଳିଲେ। କେମନ୍ତେ ସଂଗ୍ରାମ ନ ଦେବି ପଳାଇ କାହିଁ ବାପସିବି। ତୋତେ ମୁଁ ସଂଗ୍ରାମେ ନାସିବି ଦେବଙ୍କୁ ସଙ୍କଟୁ ତାରିବି। ଗଦା ପ୍ରହାରୀ ତୋର ହୃଦେ ଦେବେ ସ୍ଥାପିବି ନିଜ ପଦେ। ମୈତ୍ରେୟ ଉବାଚ ଏମନ୍ତେ ବରାହ ବଚନେ ସେ ହିରଣ୍ୟାକ୍ଷ କୋପମନେ। ସ୍ୱଭାବେ ଦୁଷ୍ଟ ମହାବଳୀ ଗର୍ଜଇ ହସ୍ତେ ଗଦା ତୋଳି। ଶବଦେ ବ୍ରହ୍ମାଣ୍ଡ କମ୍ପିଲା ବରାହ ଅଙ୍ଗେ ପ୍ରହାରିଲା। ସେ ହରି ନିଜ ମାୟା ବଳେ ଦୃଢ଼ ପ୍ରହାର ବଞ୍ଚାଇଲେ। ପୁଣି ଅସୁର ଗଦା ହସ୍ତେ ମଣ୍ଡଳ ଗତି ଶୂନ୍ୟ ପଥେ। ଗଦା ବୁଲାଇ ଅତି ରୋଷେ ପିଟିଲା ବିଷ୍ଣୁ ପୃଷ୍ଠ ଦେଶେ। ଶୁଭିଲା ବଜ୍ର ଘଡ଼ ଘଡ଼ି ଅଧର ଦଶ ନେକା ମୋଡ଼ି। ସେ ଗଦା ବଞ୍ଚାଇ ମୁରାରି ଦକ୍ଷିଣ ଭୁଜେ ଗଦା ଧରି। ପିଟିଲେ ଅସୁରର ମୁଣ୍ଡେ ବଜ୍ର ଯେ ସନେ ଗିରି ଖଣ୍ଡେ। ଏମନ୍ତେ ହରି ହିରଣ୍ୟାକ୍ଷ ସମରେ ବେନି ଜନ ଦକ୍ଷ। ବେନି ଶରୀରେ ଗଦାଘାତ ଶୁଭଇ ଯେହ୍ନେ ବଜ୍ରପାତ। ଜିଣିବା ଆସେ ଅନ୍ୟ ଅନ୍ୟେ ଯୁଦ୍ଧ କରନ୍ତି କୋପମନେ। ଏମନ୍ତେ ହରି ହିରଣ୍ୟାକ୍ଷେ ଗଦା ପ୍ରହାରେ ଜାନୁ ବକ୍ଷେ। ଫାଟିବ ହଇ ଶୁଣି ଧାର ବିଶେଷେ ଯୁଦ୍ଧ ମହାଘୋର। ଗଦା ବିଚିତ୍ର ଗତି କରି ବେଗେ ପିଟନ୍ତେ କୋପ ଭରି। ଶବଦ ଶୁଭଇ ପ୍ରଚଣ୍ଡ ଯେହ୍ନେ ଯୁଝନ୍ତି ବେନି ଷଣ୍ଢ। ଏମନ୍ତେ ହରି ହିରଣ୍ୟାକ୍ଷେ ଯୁଦ୍ଧେ ମିଳନ୍ତେ ଅନ୍ତରିକ୍ଷେ। ମିଳିଲେ ଦେବ ଋଷି ମେଳେ ଅଞ୍ଜଳି ନିବେଶି କପାଳେ। ବିଧାତା ଶୂନ୍ୟ ପଥେ ଥାଇ ସ୍ତୁତି କରନ୍ତି ବିଷ୍ଣୁ ଚାହିଁ। ବ୍ରହ୍ମା ଉବାଚ ହେ ଦେବ ଦେବ ତୋ ଚରଣ ଆମ୍ଭେ ଯେ ପଶିଲୁ ଶରଣ। ଗୁରୁ ବ୍ରାହ୍ମଣ ଦେବଙ୍କର ଅନିଷ୍ଟ କର ଇ ଅସୁର। ନିର୍ଭୟେ ଗଦା ଘେନି କରେ ଯୁଦ୍ଧର ଅର୍ଥେ ତିନି ପୁରେ। ଭ୍ରମଇ ଏହୁ ମହାରୋଷେ ବାରଣ ଯେହ୍ନେ ନିରଙ୍କୁଶେ। ସର୍ପର ଲାଞ୍ଜ ଧରି କରେ ବାଳକ ଯେହ୍ନେ କ୍ରୀଡ଼ା କରେ। ଏହି ମାୟାବୀ ଦୈତ୍ୟ ଘେନି କ୍ରୀଡ଼ା ନ କର ଗଦା ପାଣି। ଦିନକୁ ଦିନ ଏ ବଢ଼ନ୍ତେ କେ ସୁଖେ ଥିବ ଏ ଜଗତେ। ଆସୁରୀ ବେଳା ପ୍ରାପ୍ତ ହୋଇ ଯାବତ ଏହି ନ ବଢ଼ଇ। ତାବତ ନିଜ ମାୟା ବଳେ ଏ ଦୁଷ୍ଟ ନଷ୍ଟ କର ହେଳେ। ଆମ୍ଭଙ୍କୁ ସଙ୍କଟୁ ଧର ଏହାର ପ୍ରାଣ ବେଗେ ହର। ଦେଖ ଏ ସନ୍ଧ୍ୟା ବିଭାବରୀ ଏ ଭୂମି ଅନ୍ଧକାର କରି। ଆସଇ ମହାଘୋର ରୂପେ ଭୋନାଥ ଦେଖ ତୁ ସମୀପେ। ଆମ୍ଭ ବିପକ୍ଷ ଦିତି ବଳା କିବା ତୋହର ବିଷ୍ଣୁ ଲୀଳା। ବେଗେ ଅସୁର ଏବେ ମାର ଆମ୍ଭର ଜୟ ଉଦେ କର।
ମୁହୂର୍ତ୍ତ ଅଭିଜିତ ନାମ ସର୍ବମଙ୍ଗଳ ଶୁଭଧାମ। ଏ ଶୁଭ ବେଳେ ଚକ୍ରଧର ଆମ୍ଭଙ୍କୁ ସଙ୍କଟୁ ଧର। ଏହାର ମୃତ୍ୟୁ ତୁ ସାକ୍ଷାତେ ଭାଗ୍ୟେ ମିଳିଲା ତୁ ଅଗ୍ରତେ। ଏମନ୍ତେ ଅସୁରର ଲକ୍ଷେ ଋଷି ଦେବତା ଅନ୍ତରିକ୍ଷେ। ଅତି ବିକଳେ ସ୍ତୁତି କଲେ ବରାହ ରୂପୀ ପାଦ ତଳେ। ସେ ଯଜ୍ଞ ବରାହ ଚରଣେ ସୁଜନେ ଚିନ୍ତ ଅନୁକ୍ଷଣେ। ତୃତୀୟ ସ୍କନ୍ଧେ ହରିବାଣୀ ସନ୍ତୋଷ ଶ୍ରୁତି ପଥେ ଶୁଣି। ହରିଚରଣେ କରି ଆସ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ତୃତୀୟ ସ୍କନ୍ଧେ ହରିହିରଣ୍ୟାକ୍ଷ ଯୁଦ୍ଧଂ ନାମ ଅଷ୍ଟାଦଶୋऽଧ୍ୟାୟः। ଶ୍ରୀକୃଷ୍ଣଂ ସମର୍ପଣମस्तु। ଓಂ ନମୋ ଭଗବତେ ବାସୁଦେବାୟ।